ମୁଁ ଯଦି ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କରୁଥିଲି ବିବାହ ପୂର୍ବ ସେ କହିଛନ୍ତି ବାଇଟରେ ଯେ ବିବାହ ପୂର୍ବରୁ କରୁଥିଲି ବୋଲି ଯଦି ହୁଁ। ବିବାହ ପୂର୍ବରୁ ମୁଁ କରୁଥିଲି ତମେ ଜାଣିଥିଲ ତାହେଲେ ମତେ ବାହା ହେବା ପାଇଁ କେମିତି ସୁଇସାଇଡ ଧମକ ଦଉଥିଲ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡ କରିବି ବୋଲି। ଆଚ୍ଛା 1 କୋଟି ଟଙ୍କା ଆଜ୍ଞା ମୋର ରୋଜଗାର ତ ଆଚ୍ଛା ସିଏ ଗୋଟେ ବାଇଟରେ ମୁଁ ଦେଖିଲି ସେ କହୁଛନ୍ତି ଯେ ଆଇଫୋନ ମୋ ବାପାଙ୍କ ପଇସାରେ ଘର ମୋ ବାପାଙ୍କ ପଇସାରେ ଗାଡି ମୋ ବାପାଙ୍କ ପଇସାରେ ଏବେ ବି ଚାଲନ୍ତୁ ଗାଡିର ଇଏମଆଇ ମୋର ଆକାଉଣ୍ଟରୁ କଟୁଛି ଘରର ଇଏମଆଇ ଏବେ ବି ମୋର ଲୋନ 3-4ଟା ଆକାଉଣ୍ଟରୁ କଟୁଛି ଏବଂ ସିଏ ମଧ୍ୟ ଯୋଉ ଆଇଫୋନ ଧରୁଛନ୍ତି ତାର ଇଏମଆଇ ମଧ୍ୟ ମୋର ଏଇ 3 ତାରିଖରେ କଟିବ। ମୁଁ ଆଜ୍ଞା ମାରିବା ପାଇଁ ମତେ ମୋ ଶ୍ୱଶୁର ଏବଂ ମୋ ସ୍ତ୍ରୀ 2 ଜଣ ଗୋଟେ ବାରମ୍ବାର ଯନ୍ତ୍ରଣା ଦଉଛନ୍ତି ଶ୍ୱଶୁର ପଇସା ମାଗୁଛନ୍ତି ଏବଂ ସ୍ତ୍ରୀ ସହିତ ମୋର ମ୍ୟାରିଟାଲ ଡିସ୍ପ୍ୟୁଟ ହେଲା ପରେ ସ୍ତ୍ରୀ ସବୁବେଳେ ମତେ ଡରଉଛି କି ତମ ଏଗନେଷ୍ଟରେ ମୁଁ ବାଇଟ ଦେବି ତମ ଏଗନେଷ୍ଟରେ ମୁଁ ମିଡିଆରେ ଇଏ କରିବି ସେ ପ୍ରୁଫ ବି ମୋର ଅଛି ସେଟା ମୁଁ କୋର୍ଟକୁ ବି ଦେବି। ଆଉ ମତେ ଏଇ ଘଟଣା ବହୁତ ଦିନ ପରେ ପୂର୍ବରୁ ହେଇଛି ଯେହେତୁ ମୁଁ ମୋର ନାଁ କିଛି ଲୋକ ମତେ ଚିହ୍ନିଛନ୍ତି ଏ ଘଟଣାକୁ ମୁଁ ସବୁବେଳେ ଘର ଭିତରେ ସମାଧାନ କରିବା ପାଇଁ ଚେଷ୍ଟା କରିଛି। ଇଭେନ ତାଙ୍କ ବାପାଙ୍କ ଗୋଡ ହାତ ଧରିଛି ମୋ ଘର ଲୋକ ଯାଇକି ତାଙ୍କ ବାପାଙ୍କ ସାଙ୍ଗରେ ମିଟିଂ କରିଛନ୍ତି ଅନେକ ଥର ବି ତାର ମୋର ଆପସ ବୁଝାମଣା ବି ହେଇଛି କିନ୍ତୁ ତାପରେ ବି କୌଣସି ଫଳପ୍ରଦ ହେଇନାହିଁ। ବାପାଙ୍କୁ ବୁଝେଇକି ଆସିକି ଗୋଟେ କଥା ଝିଅ ଆଉ ଗୋଟେ କଥା କହିବ ବାପାଙ୍କୁ ପଚାରିଲେ ବାପା କହିବେ ଝିଅ କଥା ଝିଅ ଜାଣିଥିବ ଝିଅ କଥା କହିଲେ ଝିଅ କହିବ ବାପା ଗୋଟେ ପଟେ ଧମକ ଝିଅ ଗୋଟେ ପଟେ ଧମକ। ମୁଁ ଆଜି ଏଇଥିପାଇଁ କଲି କାରଣ ତାଙ୍କର ଯେତିକି ଲୋକ ସମ୍ପର୍କ ତାଙ୍କ ଏରିଆରେ ମୁଁ ଘରେ ରହୁଥିଲି ତାଙ୍କ ଏରିଆରେ ମୁଁ ରହୁଥିଲି ଘର କରିକିରି ତେଣୁ ବର୍ତ୍ତମାନ ଥରେ ଦିଥର କଣ ହେଇଛି ନା ଲୋକ ମୋ ଘର ଦ୍ୱାର ମୁହଁକୁ ତାଙ୍କର ଲୋକ ଆସୁଛନ୍ତି ଏବଂ ତାଙ୍କ ବାପା ଗୋଟେ ୱାର୍ଡ କହିଲେ ଯେ ତମେ ଯୋଉଠି ଥିଲେ ବି ମୁଁ ତମକୁ ଛାଡିବିନି ଆଉ ଗୋଟେ ୱାର୍ଡ ମତେ ଭାରି ଖରାପ ଲାଗିଲା ମତେ ଗାଳି ଗୁଲଜ କହିଲେ ତମେ ବ୍ରହ୍ମଗିରିରେ ରହିଲେ ବି ମୁଁ ତମକୁ ବ୍ରହ୍ମଗିରିରୁ ଟେକି ଆଣିବି। ଏଇ କଥାଟି ହେଇଗଲାଣି ପାଖାପାଖି ବର୍ଷେର କଥା ହେଇଗଲାଣି ଏଇ କଥାଟି ରେଗୁଲାର ମୋ ଘରେ ଚାଲୁଥିଲା କିନ୍ତୁ ଘରଟିକୁ ମୁଁ ସବୁବେଳେ କମରା ଭିତରେ କଥାଟିକୁ ସଲ୍ଭ କରିବାକୁ ଚେଷ୍ଟା କଲି କିନ୍ତୁ ସେଟା କମରା ଭିତରେ ହେଲାନି ବାରମ୍ବାର ବର୍ଷା କଣ କଲା ବାରମ୍ବାର ପୋଷ୍ଟ କଲା ମତେ ଇଙ୍ଗିତ କରିକି ବାରମ୍ବାର ଇନଷ୍ଟାଗ୍ରାମ ଫେସବୁକ ଏବଂ ତାର ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିବା ଷ୍ଟାର୍ଟ କଲା ଯେହେତୁ ପୋଷ୍ଟ କରିବା ଷ୍ଟାର୍ଟ କଲା ମୁଁ ଥରେ ଦିଥର ବୁଝେଇବା ଗଲି ତାପରେ ବୁଝେଇବା ପରେ ମତେ ରାତିରେ ଫୋନ କରି କହିଲା ପଇସାଟା ହଠାତ୍ ଦିଅ ଆମର ପଇସାଟା ଛିଣ୍ଡିଥିଲା ଯାହା ମାର୍ଚ୍ଚ ମାସ ଏଣ୍ଡ ସୁଦ୍ଧା ଦାୟୀ ଆଜ୍ଞା 2 ଜଣ ଦାୟୀ ଆଉ ସମୟ ଦାୟୀ। ବର୍ତ୍ତମାନ ବିଭିନ୍ନ ମ୍ୟାଟରରେ ନେଇକି ଝଗଡା ହେଇଛି ବହୁତ ପ୍ରକାର ଝଗଡା ହେଇଛି ବାପା ରୁମକୁ ଆସିବେନି ବାପା ଘରକୁ ଆସିବେନି ଗୋଟେ ପୁଅର ବୋଉ ଆସିବେନି ବାପା ପାନ ଛେପ ବେସିନ ଉପରେ ପକେଇଲେ କମ୍ପ୍ଲେନ ବାପା ଆମର ପାନ ଖିଆ ଲୋକ ବାରମ୍ବାର ବାପାଙ୍କୁ କୁହାଯିବ ଯେ ତମେ ବାପା ଆସିଲେ ପାନ ବାପା ନଜରରେ ବୋହୂକୁ ଦେଖୁଛନ୍ତି ବାରମ୍ବାର କମ୍ପ୍ଲେନ କଲା ଏସବୁ ନଜରରେ ଯେତେବେଳେ ମତେ ବାରମ୍ବାର କୁହାଗଲା ମୁଁ ବାପାଙ୍କୁ ସେଠୁ ମନା କରିଦେଲି ବାପା ତମେ ଆଉ ଆସନି ବାପା ସେ ଯୋଉ ଛୁଟିରେ 15 ଦିନ 10 ଦିନ ଆସନ୍ତି ତାପରେ ଲୁଚିକି ପଳାନ୍ତି ବାହାରୁ ଦେଖା କରିକି ତେଣୁ ଏସବୁ ଜିନିଷ ହେଲା ସାନ ଭାଇ ରହିବନି ସାନ ଭାଇ ରହିଲେ ବ୍ୟାଡ ଟଚ କରୁଛି ସାନ ଭାଇକି ରୁମ ରେ ରହିବନି ଗୋଟେ ବାପାଙ୍କୁ ପଇସା ପଠାଯିବନି ମୁଁ ଯଦି ଫୋନ ପେରେ ବାପାଙ୍କୁ ମାସରେ 10,000 15,000 କି ବାପାଙ୍କର ଆବଶ୍ୟକ ଅନୁସାରେ ପଠେଇଦେବି ତାପରେ ସେଇଟା ଘର ଭିତରେ ଅନେକ ଝଗଡା ହବ। ଆପଣ କୁହନ୍ତୁ ବାପା ମତେ ବଢେଇ କୁଢେଇ ଏତେ ବଡ କଲେ ମୁଁ ଯଦି ଆଜି ରୋଜଗାର କରି ବାପାଙ୍କୁ ପଇସାଟା ଦେବି ତାହେଲେ ସେ କଥାକୁ ନେଇକି ବହୁତ ଝଗଡା ଯୋଉଟା କି ଆଉ ସମାଧାନ ବି ହେଇପାରିବନି। ମୁଁ ଯଦି ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କରୁଥିଲି ବିବାହ ପୂର୍ବ ସେ କହିଛନ୍ତି ବାଇଟରେ ଯେ ବିବାହ ପୂର୍ବରୁ କରୁଥିଲି ବୋଲି ଯଦି ହୁଁ। ବିବାହ ପୂର୍ବରୁ ମୁଁ କରୁଥିଲି ତମେ ଜାଣିଥିଲ ତାହେଲେ ମତେ ବାହା ହେବା ପାଇଁ କେମିତି ସୁଇସାଇଡ ଧମକ ଦଉଥିଲ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡ କରିବି ବୋଲି। ଜଣେ ଜାଣୁଛି ଯେ ମୁଁ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ମୁଁ କରୁଛି ତାହେଲେ ସେ ସୁଇସାଇଡର ଧମକ କେମିତି ଦବ ମତେ ବାହା ହୁଅ ନହେଲେ ମୁଁ ସୁଇସାଇଡର ଧମକ ଦଉଥିଲି ସେଇଟା ତାଙ୍କୁ ପଚାରି ପାରିବେ। ଆଉ 8 ମାସ ହେଲାଣି ସେ ମୋ ପାଖରେ ରହୁନାହାନ୍ତି ଅନ୍ୟ ଜାଗାରେ ଫ୍ଲାଟ ନେଇକି ରହୁଛନ୍ତି ଏକୁଟିଆ ରହୁଛନ୍ତି କାହା ସାଙ୍ଗେ ରହୁଛନ୍ତି କଣ କରୁଛନ୍ତି ତାଙ୍କର ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ନାହିଁ ବୋଲି କିଏ କହିବ ସେଟା ତାଙ୍କ ସିଏ ଆଫେୟାର୍ସ କରୁଛନ୍ତି ନା ମୁଁ କରୁଛି ଆଫେୟାର୍ସ ଏହାର ଯଥେଷ୍ଟ ପ୍ରମାଣ ବି ମୁଁ କୋର୍ଟରେ ଦେବି। ଆଗେ ଘରର କଳିଟାକୁ ମୁଁ ଯେତେ ଥର ସମାଧାନ କରିବାକୁ ଚେଷ୍ଟା କଲି ଅନେକ ଥର ତାକୁ ବୁଝେଇଛି ଗେଲେଇଛି ବତେଇଛି ଗୋଡ ଧରିଛି ଧନଲ ବାପଲ ଗୁଲୁଲ କହିଛି ଅନେକ ଥର ଚେଷ୍ଟା କରିଛି ମିଡିଆକୁ ଆସିବା ମୋର ଆଜ୍ଞା ଇଚ୍ଛା ନଥିଲା ମତେ ମିଡିଆକୁ ବାହାଘର ପୂର୍ବରୁ ସେ ମତେ ଧମକ ଦେଇ ଚାଲୁଛନ୍ତି ଯେ ମିଡିଆରେ କହିବି ମତେ ମତେ ଭଲ ପାଇକି ଛାଡିଦେଲୁ ମିଡିଆରେ କହିବି ବାହା ହେଲେ ଅନେକ ପ୍ରକାର ଯେତେବେଳେ ଝଗଡା ହେଲା ଆମର ପୋଲିସ ନହେଲେ ମିଡିଆ ଯେତେବେଳେ ଝଗଡା ହେଲା ୟା ପୂର୍ବରୁ ବି ଅନେକ ଥର ଝଗଡା ଯାଇକି ଥାନାରେ କମ୍ପ୍ରମାଇଜ ହେଇଛି ଏବଂ ସେ କଥାଟିକୁ ଥାନା ଭିତରେ ରହିଛି। ଆଉ ଏଇଥରଟା ମୁଁ ଆଜ୍ଞା ଚେଷ୍ଟା କଲି ଯେ ମୋ ନାଁ ବଦନାମ ହଉ ପଛେ କିନ୍ତୁ ମୁଁ ଏଇ କଥାଟିକୁ ଆଉ କାରଣ ତା ପୂର୍ବରୁ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଯେତେବେଳେ ସେ ସୋସିଆଲ ମିଡିଆରେ ପ୍ରଥମେ ପୋଷ୍ଟ କଲେ ମୁଁ ତାଙ୍କ ବୋଉଙ୍କୁ ଅନୁରୋଧ କଲି କି ବୋଉ ମୁଁ ଏଇସବୁ ଜିନିଷ ଠିକ ହଉନି ବର୍ଷାକୁ ଟିକେ ବୁଝାନ୍ତୁ ତାଙ୍କ ବୋଉ ମନା କରିଦେଲେ ସେ ପ୍ରମାଣ ବି ଅଛି ବାପାଙ୍କ ପାଖକୁ ଗଲି ବାପା ଓଲଟା ମତେ ଗାଳି ଗୁଲଜ କଲେ କି ତମେ ମତେ ଏବଂ ଅଭଦ୍ର ଭାଷା କହିଲେ ତମେ ମୋର କଣ ମୁଁ ତମକୁ ଦେଖିଦେବି ତେଣୁ ମତେ ଯଦି ଏଇଭଳିଆ ଭାଷାଟି ବି କହିଲେ ତେଣୁ ମୁଁ ଆଜ୍ଞା ମୁଁ ଦେଖିଲି ମୋର ଏଠି ଆଉ କିଛି ଗତିବିଧି ନାହିଁ କାରଣ ତାଙ୍କ ଏରିଆ ତାଙ୍କର ସିଏ ମତେ ସବୁବେଳେ ଧମକ ଦଉଛନ୍ତି ଆମ ଏରିଆରେ ଆମ ସାଙ୍ଗରେ କେହି କଥାବାର୍ତ୍ତା କରିବେନି ବାପା ଯେମିତି ଝିଅ ସେମିତି ଯୋଉ ସେ ପ୍ରମାଣ ବି ମୁଁ କୋର୍ଟକୁ ଦେବି ମତେ ଡିଭୋର୍ସ ଦିଅ ନହେଲେ ମୁଁ 1 କୋଟି ଟଙ୍କା ଦେବି। ଆଚ୍ଛା
गोटे कोटी टंका आज्ञा मोर रोजगार तो अच्छा सी गोटे बैट रे देखिली से कहते आईफोन मो बापा पैसा घर मो बापा पैसा गाड़ी मो बापा पैसा एबे भी चलतु गाड़ी ईएमआई मोर अकाउंट रु कटुची घर ईएमआई एबे भी मोर लोन 3-4टा अकाउंट रु कटुची एवं सी जो आईफोन धरछंती तार ईएमआई मोर 3 तारिख कटिवो बुझिपारे जदि बापा पाखे एत पैसा सी मत केमती एत पैसा डिमांड कर कि तुम एत पैसा दियो बोली पैसा गंडगोल होनी जो डिस्टर्बांस होगा पैसा कथा उठिला पैसा कथा मूल उठिनी और सी जो 8 मास है मो सागर बाहर रोचे मो घर सब जिनस पत्र और सुना गहना सब पाखे अच्छी मो पाखे गोटे टंकार जिनस ना सब सुना गहना जोटा कि मो बापा पाखे रहा कथा कि मो बो पाखे रहा कथा कि मो घर रहा कथा से घटना मो पाखे ना से जिनस मो पाखे ना आज्ञा से तार प्रमाण मुझे अलरेडी कोर्ट देवी बर्तमान जब कोर्टर नेक्स्ट डेट मुझे ये करी कोर्टर मु सब गुड़ाक प्रमाण देवी और से कोर्टर भयटा मत बहुत पूर्व देखी तेणु मुझे बर्तमान कोर्ट अगेंस्ट फाइट करी आउ गोटे सब बड़ जिन सब मत डर धमकेले मो झीटा मुझे झील भाविकी मुझे सब भावे गोटे झीटा गोटे बापर झील तेणु गोटे झील आखिरी लुह दबा कथा नुह तेणु गोटे झील जे सी आउ कथा देखते सी हूँ कराटे आ जुडो सब दुईटा शिखी हाथ आप टच करेंगे हाथटा बहुत टाण मो हाथ करेंगे मो हाथटा बहुत सफ्ट कि सी जो कहते आलिगेसन मुझे बाड़ौची मुझे कथा हाँपाई चाहिए कारण मुझे लास्ट जो कथा मुझे बहुत थर बुझे बहुत थर लास्ट मुझे जाइली बाहर को आसला बेलू गोटे परफ्यूम धरिकी आसली धरिकी भल लगे मोमो ताकू नहीं खुआई बहुत भल बुझेली मुझे जिते प्रयास आपण मो सराउंडिंग जिते लोक थे सी वर्ष को भल भाव जानी थे तेणु मुझे किसी कहवाई चाहिए जोटा ठीक लगुच कारण ये सोशल मीडिया चॉइस मु करनथिली कारण सोशल मीडिया सी डरटा मत सब करते आग पोस्ट करवा सी स्टार्ट कले तेणु जेहेतु सी मत बारंबार डरइले कि मु सोशल मीडिया पोस्ट करी मु सोशल मीडिया पोस्ट करी आपण कहतु मत जो प्रथम सी गोटे लिखिले जे कलाकारनामा मु तुमर खोलीदेवी गोटे महान गोटे पोस्ट फास्ट कले गोटे महान कलाकार कलाकारना आगे आम कौन कलाकार आम कौन गंजे बिकुचु आज्ञा कलाकारनामा आम कौन बिहार आनिक गंजे बिकुचु कि जे कलाकारनामा आज्ञा मु आईन आश्रय नेबी आईन और प्रशासन उपर मोर यथेष्ट विश्वास तेणु मु सब बेले सी जो अस्त्र करछन कि मु झीटा तेणु पुओ मानक पई न्याय नहीं और मु जहाँ भी मोर जो सराउंडिंग समस्त मत चुप कर दे भाई तू बेसी क्या किसी कहनी सी झील पिला केस मुझे पूरा माने हैरान है कि मुझे ना मो झील पिलाटा मत एत हैरान कलानी मु मो निज फाइट निजे करी तेणु मु कारण मो घर द्वार मुझे लोक मत आगे बाढ़ को पलि आसुंच मु एरिया रोचे तेणु बारंबार जो इनसिक्योर हेली बारंबार मानसिक चिंता मु कली तेणु मु डिसाइड कली मु लढ़ी से झीलटा हो पछे मु लढ़ी